ଗଅଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ସରପଞ୍ଚ ସୁଲୋଚନା ଜେନାଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମନୋରଞ୍ଜନ ସାହୁ, ବ୍ଲକ ଯୋଗାଣ ଅଧିକାରୀ ଅପର୍ଣ୍ଣା ଷଡ଼ଙ୍ଗୀ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସତେନ୍ଦ୍ର କୁମାର ସାହୁ, କୃଷି ବିଭାଗର ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରକାଶ କୁମାର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରାଜେଶ୍ୱରୀ ନାୟକ, ବ୍ଲକ ସାମାଜିକ ସଂଗଠନ ଅଧିକାରୀ ଶୁଭ୍ର ନାରାୟଣ ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶୁଭଶ୍ରୀ ସୌମ୍ୟା ଦର୍ଶନୀ, ଫାର୍ମାସିଷ୍ଟ ସୁଶୀଲ କୁମାର ସାହୁ, ଏଏନ୍ଏମ୍ ଶ୍ରୀମତୀ ପାତ୍ର, ବ୍ଲକ ପ୍ରକଳ୍ପ ସଂଯୋଜକ ଦମୟନ୍ତୀ ରଣା, ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବିପିନ ବିହାରୀ ସେଠୀ ଓ ହରିହର ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଉକ୍ତ ଯୋଜନାରେ ସମାଜରେ ଅବହେଳିତ ଭାବରେ ବସବାସ କରୁଥିବା ଆଦିବାସୀ ଜନଜାତି କିପରି ସାମାଜିକ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନଙ୍କୁ ଜାତୀୟ ସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନାଗୁଡ଼ିକ ପହଞ୍ଚାଇବା ମୂଳ ଲକ୍ଷ୍ୟ। ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଆବାସ ଯୋଜନାରେ ଗୃହ ପ୍ରଦାନ, ଭୂମିହୀନଙ୍କୁ ଘରଡିହ ପ୍ରଦାନ ସହିତ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ପାଇଁ ଜଙ୍ଗଲ ଜମି ପ୍ରଦାନ ଆଦି ପ୍ରମୁଖ ଲକ୍ଷ୍ୟ ଉକ୍ତ ଯୋଜନାର ଉଦ୍ଦେଶ୍ୟ ବୋଲି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମତ ସାବ୍ୟସ୍ତ କରିଥିଲେ। କାର୍ଯ୍ୟକ୍ରମଟିକୁ ଗଅଁଦିଆ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ କୁମାର ଦାସ ପରିଚାଳନା କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।